ହେବେ ଏବଂ ଧଳା ବେଳାରେ ଦେଖୁଛୁ ଆମେ ଲୋକମାନେ ବିକଳ ହଉଥିବେ, କାନ୍ଦୁଥିବେ, ଅସୁବିଧାରେ ଥିବେ, ସେତେବେଳେ ସେ କହିବ ଶାନ୍ତି ଶାନ୍ତି ଶାନ୍ତି, ମୁଁ ଅଛି, କେବେ ଚିନ୍ତା କର ନାହିଁ ବୋଲିକି ସେ ରାଜ୍ୟ ଆରମ୍ଭ କରିବ। ଦ୍ୱିତୀୟ ମୁଦ୍ରାରେ ସେ କଣ କରିବ? ଖଣ୍ଡା ଖଡ଼ଗ ଧରିକି ଆସିବ ଏବଂ ଲାଲ ଘୋଡ଼ାରେ ବସିକି ଆସିବ। ଆଉ ତା ମାନେ ହେଲା ସେ ଅନ୍ୟକୁ ହତ୍ୟା କରିବ। ମଣିଷ ମାନେ ଛୁରୀରେ ହଣା କଟା ହେଇକି ମରିବେ ଏ ଜଗତରେ। ତାପରେ ଆମେ ତୃତୀୟ ନମ୍ବର ଦେଖିଲୁ। ତୃତୀୟ ମୁଦ୍ରା କଣ? ତୃତୀୟ ମୁଦ୍ରାରେ କଳା ଘୋଡ଼ାରେ ଆସିବ, ଗୋଟେ ଓଜନ କେଜି ଧରିକି ଆସିବ। ଆଉ ସେ କଳା ଘୋଡ଼ାର ଅର୍ଥ ହେଲା ଦୁଃଖ। ଲୋକମାନଙ୍କୁ ଖାଇବା ପାଇଁ ମିଳୁନଥିବ, ସେତେବେଳେ ଲୋକମାନେ କାମ ପାଇଁ ଖୋଜିବେ। ଯଦି କାମ ପାଇବେ ତାହେଲେ ଗୋଟେ କେଜି ଗହମ ମିଳିବ ଆଉ 3 କେଜି ଜବ ମିଳିବ। ଯୋଉଟା ଗହମ ହଉ କି ଯୋଉ ମାଣ୍ଡିଆ ହଉ, ଏପରି ଜିନିଷ ମିଳିବ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଗୋଟେ କେଜି ଗହମ ମିଳିବ, ନହେଲେ 3 କେଜି ଜବ ମିଳିବ, ଆଉ ପଇସା ମିଳିବ ନାହିଁ। ତାପରେ ଆମେ ଦେଖିଲୁ ଚତୁର୍ଥ ନମ୍ବର ମୁଦ୍ରା, ସେ ମୃତ୍ୟୁକୁ ନେଇକି ଆସିବ। କୋଉ ମୃତ୍ୟୁକୁ ନେଇ ଆସିବ? ଖଡ଼ଗ ନେଇ ଆସିବ। ଲୋକମାନେ ହଣା କଠାରେ ମରିବେ। ଆହୁରି ଅକାଲ ନେଇକି ଆସିବ, ଲୋକମାନେ ଭୋକରେ ମରିଯିବେ। ଆହୁରି ସେ ମାରି ନେଇକି ଆସିବ, ଯେମିତି କରୋନା ଭଳିଆ ମହାମାରୀ ନେଇକି ଆସିବ, ସେଥିରେ ଲୋକମାନେ ମରିଯିବେ। ତାପରେ ପ୍ରଭୁ ଜଙ୍ଗଲର ଜୀବଜନ୍ତୁକୁ କହିବେ, ସେ ଜଙ୍ଗଲର ଜୀବଜନ୍ତୁ ବାଘ, ଭାଲୁ, ହାତୀ, ଏପରି ଅନେକ ହିଂସକ ଜନ୍ତୁ ଆସିକି ମଣିଷ ମାନଙ୍କୁ ମାରିଦେବେ। ପଞ୍ଚମ ମୁଦ୍ରାରେ କଣ ଦେଖିଲୁ ଆମେ? ଝିଅମାନଙ୍କୁ କଣ ସେ ପଞ୍ଚମ ମୁଦ୍ରାରେ କଣ? ପ୍ରଭୁ ପାଇଁ ଯେଉଁମାନେ ମରିଛନ୍ତି, ଲୋକମାନେ ପ୍ରଭୁଙ୍କ ପାଇଁ ଯେଉଁମାନଙ୍କୁ ମାରୁଛନ୍ତି, ସେମାନଙ୍କର ଆତ୍ମା ସ୍ୱର୍ଗରେ ପରମେଶ୍ୱରଙ୍କର ବେଦୀ ତଳେ ପ୍ରାର୍ଥନା କରୁଛନ୍ତି। କଣ ପ୍ରାର୍ଥନା କରୁଛନ୍ତି? ହେ ସଦା ପ୍ରଭୁ, ଆମର ରକ୍ତର ପରିଶୋଧ ତମେ କେବେ ନେବ? ତମେ ନ୍ୟାୟ ବିଚାର ପରମେଶ୍ୱର ବୋଲିକି ପ୍ରାର୍ଥନା କରୁଛନ୍ତି। ଷଷ୍ଠ ମୁଦ୍ରାରେ ଆମେ ଦେଖୁଛୁ ସୂର୍ଯ୍ୟ, ଚନ୍ଦ୍ର ଏବଂ ତାରା। ସୂର୍ଯ୍ୟ କଳା ହେବ, ଆଉ ଚନ୍ଦ୍ର ଲାଲ ହେବ, ଆଉ ତାରା ମାନେ ସବୁ ଆକାଶରୁ ପୃଥିବୀକୁ ପଡ଼ିବେ। ତାପରେ ଆମେ ଦେଖିଲୁ ଷଷ୍ଠ ଆଉ ସପ୍ତମ ମୁଦ୍ରା ଅନ୍ତର ମଝିରେ ଯେ ଇସ୍ରାଏଲ ଲୋକମାନଙ୍କୁ ଗୋଟେ ଦୂତ ଆସିବେ ଆଉ ମୁଦ୍ରାଙ୍କିତ କରିବେ। ମୁଦ୍ରାଙ୍କିତ କାହିଁକି କରିବେ? ନା ୟା ପରେ ଯୋଉ ବିପଦ ଆସୁଛି, ସେ ବିପଦରୁ ସେମାନେ ଉଦ୍ଧାର ପାଇବେ। ତେଣୁ ଇସ୍ରାଏଲ ଲୋକମାନଙ୍କୁ ଉଦ୍ଧାର କରିବେ। ଆଉ ଗୋଟେ ଦଳ, ଯେଉଁମାନଙ୍କୁ ପ୍ରଭୁ ମଣ୍ଡଳୀକୁ ଉଠେଇ ଦେଇଥିବେ ସ୍ୱର୍ଗରେ, ସେମାନେ ସିଂହାସନ ସମ୍ମୁଖରେ ଛିଡ଼ା ହେଇଥିବେ, ସେମାନେ ପ୍ରଭୁଙ୍କର ଆରାଧନା କରୁଥିବେ। ଆଉ ଗୋଟେ ଦଳ, ଆମେ ସେଟା ସବୁ ଶୁଣିଛୁ। ତେଣୁ ଟିକେ ଟିକେ ଜଷ୍ଟ ମୁଁ ହେଡଲାଇନ୍ ଦେଉଛି, ତେଣୁ ଆପଣମାନେ ଧ୍ୟାନ ସହିତ। ସପ୍ତମ ତୁରୀରେ ଗୋଟେ ଉତ୍କୃଷ୍ଟ ପକ୍ଷୀ ଉଡ଼ିକି କହୁଛି ଯେ ୟା ପରେ ଯୋଉ ବିପଦ ଘଟିବ ପୃଥିବୀରେ, ମଣିଷ ଅସହାୟ, ସେଥିପାଇଁ ମଣିଷ ଏଥିପାଇଁ ଦେଖ ଏଠି ଅସହାୟ। ସେଥିପାଇଁ କାହିଁକି? ନା ପୃଥିବୀ 3 ଭାଗରୁ ଭାଗେ ରକ୍ତ ସହିତ ପଥର ପଡ଼ିବ, ଆଉ ଜଙ୍ଗଲ ଜଳିଯିବ, ଅନେକ ଲୋକମାନେ ସେଠି ମରିବେ। ତାପରେ ପ୍ରଥମ ମୋହରରେ ଜଙ୍ଗଲ ପୋଡ଼ିଯିବ। ମୋହର ନାହିଁ, ତୁରୀରେ, ପ୍ରଥମ ତୁରୀରେ ଜଙ୍ଗଲ ପୋଡ଼ିଯିବ। ଦ୍ୱିତୀୟ ତୁରୀରେ ପ୍ରଭୁ ବଡ଼ ପାହାଡ଼ ଜଳୁଥିବ, ସେ ପାହାଡ଼ ସମୁଦ୍ରରେ ପଡ଼ିବ, ଆଉ ସମୁଦ୍ର ପୁରା ଲାଲ ହେଇଯିବ, ରକ୍ତ ହେଇଯିବ। 3 ଭାଗରୁ ଭାଗେ ରକ୍ତ ହେଇଯିବ। ସେଥିର ଜୀବଜନ୍ତୁ ମାନେ ମାଛ, ସାପ, ଯାହା ବି ଅଛି ସମୁଦ୍ରରେ ସବୁ ମରିଯିବେ 3 ଭାଗରୁ ଭାଗେ। ତାପରେ
ତୁରୀରେ ଆମେ କଣ ଦେଖୁଛୁ? 3 ନମ୍ବର ତୁରୀରେ ନାଇଁ ନାଦନା ବୋଲି ଗୋଟେ ତାରା ପଡିବ, ଯୋଉ ସ୍ରୋତ ବାହାରୁଛି ପିଇବା ପାଣି ସ୍ରୋତରେ ସେ ପଡିବ, ଆଉ ତିକ୍ତ ହେବ, ଆଉ ଅନେକ ଲୋକମାନେ ମରିଯିବେ। କେତେ? 3 ଭାଗରୁ ଭାଗେ ମରିଯିବେ। ଏଟା ସବୁ 3 ଭାଗରୁ ଭାଗେ ମରିବାର। ତାପରେ ଆମେ ଦେଖିଲୁ 4ର୍ଥ ତୁରୀରେ ଯେ ସୂର୍ଯ୍ୟ କଳା ହେବ, ଚନ୍ଦ୍ର କଳା ହେବ, ଆଉ ତାରା ମଧ୍ୟ କଳା ହେବ। 3 ଭାଗରୁ ଭାଗେ କଳା ହେବ। ତେଣୁ 3 ଭାଗରୁ ଭାଗେ କଳା ହେଲେ ଆଉ ଅନ୍ଧାର ହେବ। ତେଣୁ ଆମେ ପଞ୍ଚମ ମୁଦ୍ରା ଦେଖିଲୁ, ପଞ୍ଚମ ତୁରୀ ଦେଖିଲୁ, ଯେତେବେଳେ ସ୍ୱର୍ଗଦୂତଙ୍କୁ ଗୋଟେ କୁଞ୍ଚି ଚାବି ଦିଆଯାଇଥିବ, ଆଉ ସେ ପଞ୍ଚମୁଦ୍ରାରେ ସେ କୁଞ୍ଚି କରି ଆସିବ, ଆଉ ପାତାଳ କୁଣ୍ଡ ଖୋଲିଦେବ। ଯେତେବେଳେ ସେ ପାତାଳ କୁଣ୍ଡ ଖୋଲିବ, ପାତାଳ କୁଣ୍ଡରୁ କଣ ବାହାରିବ? ଧୂଆଁ ବାହାରିବ। କଣ ବାହାରିବ? ଧୂଆଁ ବାହାରିବ। ପାତାଳ କୁଣ୍ଡରୁ ଧୂଆଁ ବାହାରିବ। ସେ ଧୂଆଁ ଉପରକୁ ଉଠିବ। କୋଉଠୁ ଉଠିବ? ପାତାଳ କୁଣ୍ଡରୁ ଉପରକୁ ଉଠିବ। ଯେତେବେଳେ ଉପରକୁ ଉଠିବ, ସୂର୍ଯ୍ୟକୁ ସେ ଧୂଆଁ ଢାଙ୍କି ଦେବ, ଆଉ ଆକାଶକୁ ଧୂଆଁ ଢାଙ୍କି ଦେବ। ତାପରେ କଣ ହେବ? ସେ ପାତାଳ କୁଣ୍ଡରୁ ପଙ୍ଗପାଳ ମାନେ ବାହାରିବେ। ପଙ୍ଗପାଳ ମାନେ, ମୁଁ ବଳ କରି ଦେଖାଉଛି, ପଙ୍ଗପାଳ ମାନେ ବାହାରିବେ। ଏ ପଙ୍ଗପାଳ ମାନେ ଦେଖିବାକୁ ଭୟଙ୍କର। ମଣିଷ ରୂପ ଧରିଥିବେ, ସ୍ତ୍ରୀ ମାନଙ୍କର କେଶ ଧରିଥିବେ, ଟୁପି ପିନ୍ଧିଥିବେ, ଏବଂ ଏଠି ପୁର ସ୍ନାନ ଦିଆହେଇଥିବ, ମାନେ ଗୁଳି ମାରିଲେ ରକ୍ଷା କରିବ ଲୁହାର। ତାଙ୍କର ବଳ ଯୋଉ ଦିଆହେଇଛି, ଯୁଦ୍ଧ କ୍ଷେତ୍ରରେ ଦୌଡ଼ିଲା ପରେ ପ୍ରତ୍ୟେକ ଘୋଡ଼ାର ଶବ୍ଦ ଯେମିତି ଶୁଭାଯିବ, ପ୍ରତ୍ୟେକ ଦଳ ଯୋଉ ଘୋଡ଼ାରେ ଦୌଡୁଥିବେ ସେତେବେଳେ କେମିତି ଶୁଭାଯିବ, ସେମିତି ଏ ବଳର ସାଉଣ୍ଡ। ଘୋଡ଼ା ପରେ ସେ ଦୌଡ଼ିବ, ଏବଂ ତାର ଲାଞ୍ଜ କଙ୍କଡା ବିଛୁର ଲାଞ୍ଜ ଦିଆଯାଇଥିବ, ଏବଂ କଙ୍କଡା ବିଛୁର ଲାଞ୍ଜରେ ତାକୁ ନାହୁଡ଼ ମଧ୍ୟ ଦିଆଯାଇଥିବ। ନାହୁଡ଼ ମାନେ ବିଷ। ତ ଏଇ ନାହୁଡ଼ରେ ମନୁଷ୍ୟ ମାନଙ୍କୁ ଯୋଉମାନେ କଣ ମାନେ ମୁଦ୍ରାକିତ ହେଇନାହାନ୍ତି, ସେ ସମସ୍ତଙ୍କୁ ଇଏ କଣ କରିବ? ଛେକ ଦେବ। ତା ଲାଞ୍ଜରେ ଛେକ ଦେବ, ଟଙ୍କା ମାରିବ। ଆଉ ଗୋଟେ ଦିନ ନାହିଁ, 2 ଦିନ ନାହିଁ, 3 ଦିନ ନାହିଁ, 5 ମାସ ପର୍ଯ୍ୟନ୍ତ ମନୁଷ୍ୟକୁ କଷ୍ଟ ଦେବ। କଣ ବୋଲି କଷ୍ଟ ଦେବ? ନାଇଁ, ଗୋଟେ ମନେ ପକେଇ ସେ ଯାହା ଭୁଲ କରିଦେବ ସେଟା କହି ସେ ଛେକ ମାରିବ। ମୋ କଥା ମାନିଲୁ ନାହିଁ, ପ୍ରଭୁଙ୍କର କଥା ମାନିଲୁ ନାହିଁ, ପ୍ରଭୁଙ୍କୁ ଜାଣିକି ତୁ ବିଜାତି ମାନଙ୍କ ସହିତ ମିଶିକିରି ବସିକିରି ଏମିତି ପ୍ରଭୁଙ୍କର ବିରୋଧରେ କଥା ହେଲେ, ଏସବୁ କଥା ହେଇକିରି ସେ କଣ କରିବ? ଢେକ ମାରିବ। 5 ମାସ ପର୍ଯ୍ୟନ୍ତ ଯାହା ଭୁଲ କରିছে, ତୁ ମଦ ବୋତଲ ଧରିକିରି ପ୍ରଭୁଙ୍କର ଅପମାନ କରିଥିଲୁ, ଢେକ ମାରିବ। ତୁ ଓଡ଼ିଆ ଖାଉଥିଲୁ, ପ୍ରଭୁଙ୍କୁ ଜାଣିକି ଢେକ ମାରିବ। ତୁ ନାଶ ଖାଉଥିଲୁ, ପ୍ରଭୁଙ୍କର ଢେକ ଜାଣିକିରି ସେମିତି 5 ମାସ ପର୍ଯ୍ୟନ୍ତ କଷ୍ଟ ଦେବ। ହାଲେଲୁୟା। 5 ମାସ ପର୍ଯ୍ୟନ୍ତ କଷ୍ଟ ଦେବ। ଯୋଉମାନେ ପ୍ରଭୁଙ୍କୁ ଜାଣି ଫେରିଛନ୍ତି, ଆଉ ଯୋଉମାନେ ପ୍ରଭୁଙ୍କର ବାକ୍ୟ ଶୁଣିକି ମଧ୍ୟ ପ୍ରଭୁଙ୍କୁ ଗ୍ରହଣ କରିନାହାନ୍ତି, ସେମାନଙ୍କୁ ମଧ୍ୟ ଗୋଟେ ତାଙ୍କର ଭୁଲ କହି ଇଏ ପଙ୍ଗପାଳ ଢେକ ମାରିବ। କେବେ ଯଦି କିଏ କଙ୍କଡା ବିଛୁର ଛେକ ପାଇଛ ଜାଣିଥିବ, 24 ଘଣ୍ଟା ବତା ରହିବ। ଆଉ ସେ ଯଦି 5 ମାସ କଣ୍ଟିନ୍ୟୁ ଯଦି କିଏ ମାରିବ, ମଣିଷ ମାରିବ ସିନା, ମଣିଷ ମରିବ ନାହିଁ। ସେଟା ବଡ କଷ୍ଟ। ମରିଗଲେ କଥା ସରିଗଲା, କିନ୍ତୁ ମରିବ ନାହିଁ। ସେ ମରିବ ନାହିଁ। ସେ ଢେକ ମାରୁଥିବ, ଛେକ ମାରୁଥିବ, ତାକୁ ବଥା ହଉଥିବ, ଛଟପଟ ହଉଥିବ, ଦାନ୍ତ କିଳିମିଳି ହଉଥିବ, ଅଣ୍ଟା ଭିଡୁଥିବ, ଗୋଡ ବାନ୍ଧୁଥିବ, ମୁଣ୍ଡ ବାନ୍ଧୁଥିବ, ମାତ୍ର କିଛି ହେବ ନାହିଁ। ସେ ମରିବ ନାହିଁ। ମୃତ୍ୟୁ ତାଠୁ ପଳେଇ ଯିବ। ଆମେ ସେଦିନ ସବୁ ପଢିକି ଦେଖିଛୁ। ତ ଏବେ ଇଏ
ଆମେ ଯଦି ପଢିବା ଜୟ ପୁସ୍ତକରେ ଇଏ ପଙ୍ଗପାଳ ହେଉଛନ୍ତି ପରମେଶ୍ୱରଙ୍କର ସୈନ୍ୟମାନେ। ହାଲେଲୁୟା। ଆମେ ପଢିଛୁ, ସେଥିପାଇଁ ଆଉ ଥରେ ମୁଁ ପଢିବା ପାଇଁ ଚାହୁଁନାହିଁ। ଇଏ ପଙ୍ଗପାଳ ପରମେଶ୍ୱରଙ୍କର ସେନା। କାହିଁକି ଏ ପଙ୍ଗପାଳକୁ ଇଏ ପାତାଳ କୁଣ୍ଡରେ ଚାବି ଦିଆକି ରଖା ହେଇଛି ଜାଣିଛନ୍ତି? ଯେଉଁମାନେ ପରମେଶ୍ୱରଙ୍କର କଥା ମାନି ନାହାନ୍ତି, ପରମେଶ୍ୱରଙ୍କୁ ଗ୍ରହଣ କରିନାହାନ୍ତି ଏବଂ ପରମେଶ୍ୱରଙ୍କୁ ଜାଣିକି ଦୁନିଆର ମଜା ରଙ୍ଗ ରସରେ ମାତିଛନ୍ତି, ବେଶ୍ୟା କାମ, ଚୋରି କାମ, ଅନେକ ଭିନ୍ନ ଭିନ୍ନ କାମରେ ଯେଉଁମାନେ ମାତିଛନ୍ତି, ସେମାନଙ୍କୁ ଗୋଟେ ଗୋଟେ କହିକି ପରମେଶ୍ୱର ସେମାନଙ୍କୁ ଶାସ୍ତି ଦେବା ପାଇଁ ତାଙ୍କର ସୈନ୍ୟକୁ କୋଉଠି ରଖିଛନ୍ତି? ପାତାଳ କୁଣ୍ଡରେ ଚାବି ଦେଇକି ରଖିଛନ୍ତି। କେବେ ଖୋଲିବ? ଯେତେବେଳେ 5 ନମ୍ବର ମୋହର ବାଜିବ, ତୁରୀ ବାଜିବ। 5 ନମ୍ବର ତୁରୀରେ ଏ ପାତାଳ କୁଣ୍ଡ ଦୂତ ଆସିକି ଖୋଲିବେ। ଆଉ ଯେଉଁମାନେ ସଦାପ୍ରଭୁଙ୍କୁ ଅପମାନ କରିଛନ୍ତି, ଲଜ୍ଜା ଦେଇଛନ୍ତି, ସେମାନଙ୍କୁ ସେ ଗୋଟେ ଗୋଟେ କହିକିରି ତାଙ୍କୁ କଷ୍ଟ ଦେବ 5 ମାସ ପର୍ଯ୍ୟନ୍ତ। 5 ମାସ ପର୍ଯ୍ୟନ୍ତ ଦେବ। ଲୁଚି ଚୁପିକି ଯେଉଁମାନେ ଭୁଲ କରୁଛନ୍ତି, ମନୁଷ୍ୟ ଜାଣି ନପାରେ, ନିଜ ସ୍ତ୍ରୀ ମଧ୍ୟ ଜାଣି ନପାରେ, ନିଜ ସ୍ୱାମୀ ମଧ୍ୟ ନ ଜାଣିପାରେ, ନିଜ ବାପା ମା ମଧ୍ୟ ଜାଣି ନପାରନ୍ତି, ମାତ୍ର ପ୍ରଭୁ ଜାଣିଛନ୍ତି। ସେଥିପାଇଁ ତାଙ୍କ ସୈନ୍ୟକୁ ପାତାଳ କୁଣ୍ଡରେ ରଖିଛନ୍ତି। ଦିନ ଆସିବ, ପ୍ରଭୁ ତାଙ୍କ ମଣ୍ଡଳୀକୁ ଉଠେଇ ଦେଲା ପରେ ଜଗତରେ ରହିବା ଲୋକମାନଙ୍କୁ ଇଏ କଷ୍ଟ ଦେବ। ପ୍ରଭୁଙ୍କର ସୈନ୍ୟ ଇଏ, ତାର ଦାନ୍ତ ଲୁହାର ଦାନ୍ତ ଅଛି। ଭୟଙ୍କର ଦିନ ଆସୁଛି। ମୋର ମା ମାନେ ଆମେ କେତେ ଶୁଣିଲୁଣି। ଏ ଦିନ ହଉଛି ମେଷ ଶାବକର କ୍ରୋଧର ଦିନ। ଏ ଦିନ ହଉଛି ସଂକଟ ଦିନ। ଏ ଦିନ ହଉଛି ସଦାପ୍ରଭୁଙ୍କର ଦିନ। ଏ ଦିନ ହଉଛି କ୍ଲେଶର ଦିନ। ଏ କ୍ଲେଶରେ ବଞ୍ଚିବା ପାଇଁ ହେଲେ ପ୍ରଭୁଙ୍କ ଠାରେ ନମ୍ରତାରେ ଭାବରେ ପାପକୁ ସ୍ୱୀକାର କରି ଫେରିବାର ଅଛି। ହାଲେଲୁୟା। ନିଜ ଜୀବନକୁ ପରିବର୍ତ୍ତନ କରିବାର ଅଛି। କାରଣ ଏମିତି ପ୍ରଚାର କରୁଥିବେ, ଆମେ ଶୁଣୁଥିବା, ମାନୁନଥିବା, ଯୀଶୁଙ୍କର ଦିନ ଆସି ପହଞ୍ଚିଯିବ। କେତେବେଳେ ଆସିକି ମଣ୍ଡଳୀକୁ ନେଇଯିବେ, ସେତେବେଳେ ଆମେ କାନ୍ଦିଲେ ମଧ୍ୟ କିଛି ଲାଭ ନେବ ନାହିଁ। ଏ ସବୁ ଯନ୍ତ୍ରଣାରେ ଆମେ ସାମିଲ ହେବାକୁ ପଡ଼ିବ। ତେଣୁ ଏବେ ଅନୁଗ୍ରହ ପିରିୟଡ଼, ଏବେ ପରମେଶ୍ୱରଙ୍କର ଅନୁଗ୍ରହ। ପ୍ରଭୁ ଆମ ପାଇଁ ଏବେ ମଧ୍ୟ ଅପେକ୍ଷା କରି ଅଛନ୍ତି। ମନ ପରିବର୍ତ୍ତନ କରି ଫେରନ୍ତୁ ଏବଂ ବିଶ୍ୱାସରେ ପ୍ରଭୁଙ୍କ ଠାରେ ଲାଗିକି ରୁହନ୍ତୁ। ଆପଣମାନଙ୍କ ପାଇଁ ଭଲ ମଙ୍ଗଳ ହେବ। ହାଲେଲୁୟା। ଆମେ ଜାଣିନୁ, ଇଏ ପାଷ୍ଟର ଜାଣିନାହିଁ କିଏ କଣ କାମ କରୁଛି। ନିଜ ସ୍ତ୍ରୀ ବି ଜାଣିନାହିଁ କେତେବେଳେ ସ୍ୱାମୀ କଣ କରୁଛି। ସ୍ୱାମୀ ଜାଣିନାହିଁ ସ୍ତ୍ରୀ କଣ କରୁଛି। ପିଲାମାନଙ୍କର ବିଷୟରେ ବାପା ମା ଜାଣିନାହାନ୍ତି, ମାତ୍ର ପ୍ରଭୁ ଜାଣିଛି। ଆଉ ସେଥିପାଇଁ ଏ ପଙ୍ଗପାଳକୁ ପାତାଳ କୁଣ୍ଡରେ ଚାବି ଦେଇକି ରଖା ହେଇଛି। ଦିନ ଆସିବ, 5ମ ତୁରୀ ଯେତେବେଳେ ବାଜିବ, ସେତେବେଳେ ଏ ପଙ୍ଗପାଳ ପ୍ରଭୁ ଖୋଲିବେ। ଏବେ ଆମେ 6ଠ ତୁରୀ ଆମେ ଦେଖିବା। ଏ 6ଠ ତୁରୀ ଯେତେବେଳେ ଦୂତ ଫୁଙ୍କିବେ, ସେତେବେଳେ କଣ ହେବ? ଧ୍ୟାନ ସହିତ ଶୁଣନ୍ତୁ। କୋଉଟା ପରେ କୋଉଟା ଆସୁଛି। ଏଇଟା ହଉଛି 3 ଭାଗରୁ ଭାଗେ ଲୋକମାନଙ୍କୁ ମାରିବ। ଇଏ ମଧ୍ୟ 3 ଭାଗରୁ ଭାଗେ ଲୋକମାନଙ୍କୁ ମାରିବ। କିଏ? ପଙ୍ଗପାଳ। ଇଏ ମଧ୍ୟ 3 ଭାଗରୁ ଭାଗେ ମାରିବ। ପୃଥିବୀର ଲୋକମାନଙ୍କୁ କଷ୍ଟ ଦେଇ ମାରିବ। ଆହୁରି ସେମାନଙ୍କୁ ନର୍କରେ ପକେଇବ। ତେଣୁକରି ଏସବୁ ଯନ୍ତ୍ରଣାରୁ ଉଦ୍ଧାର ପାଇବା ପାଇଁ ଆମେ ପ୍ରଭୁଙ୍କୁ ଜାଣିଛୁ। ହାଲେଲୁୟା। ଏସବୁ ଦୁଃଖରୁ ଉଦ୍ଧାର ପାଇବା ପାଇଁ ଆମେ ପ୍ରଭୁଙ୍କୁ ଜାଣିଛୁ। ଏସବୁ ଦୁଃଖରୁ ଉଦ୍ଧାର ପାଇବା ପାଇଁ ହେଲେ ଗୋଟେ କାରଣ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା। ହାଲେଲୁୟା। ଆଉ ବିଶ୍ୱାସ କରିବା ଯେ ମୋର ପାଇଁ ସେ ମଲେ ଏବଂ ତାଙ୍କ ରକ୍ତ ଦ୍ୱାରା ମୋତେ ଉଦ୍ଧାର କରିଛନ୍ତି। ମୋର ପାପ କ୍ଷମା ହେଇଛି। ପ୍ରଭୁ ସେମାନଙ୍କୁ ସ୍ୱର୍ଗ ରାଜ୍ୟରେ ସ୍ଥାନ ଦେବେ। ହାଲେଲୁୟା। ହାଲେଲୁୟା। ତେଣୁ ଏବେ ଦେଖିବା
ପଙ୍ଗପାଳ ବିଷୟରେ ଆମେ ଦେଖିଲୁ। ଏବେ ଦେଖିବା, ଏବେ ଆଉ ପଙ୍ଗପାଳ ନାହିଁ, ଏବେ ଘୋଡ଼ା ଆସିବ। କଣ ଆସିବ? ଘୋଡ଼ା। ତ ଏ ଘୋଡ଼ା ଆସିବ, ମୁଁ ଆପଣମାନଙ୍କୁ ଦେଖଉଛି ଏଇଟା। ଏ ଘୋଡ଼ା ଆସିଲା ବେଳେ କଣ କଣ ହେବ, କେମିତି ହେବ, ସେଇଟାକୁ ଆମେ ଶିଖିବୁ। ହାଲେଲୁୟା। ସେଥିପାଇଁ ମୁଁ ବାଇବେଲ ପଢଉଛି ଏବଂ ମୁଁ ରିପିଟ୍ କରୁଛି। ମୁଁ ପ୍ରଚାର କରୁନାହିଁ, ଏପଟେ ସେପଟେ କଥା ମୁଁ କହୁନାହିଁ। ଯୋଉଟା ବାକ୍ୟରେ ଲେଖା ଅଛି ସେଇଟା ହିଁ ମୁଁ କହୁଛି। ଟିକେ ସଜାଇ ଦେବା।